ବିଲିଭ୍ ହିଁ ହଉନି ବେଡସିଟ୍ ମୁଁ ମେସୋରୁ ପରଚେସ୍ କରିଛି। ଏତେ ସବୁ ଜିନିଷ ଆରେଞ୍ଜ କରିକି ରଖିବାର ଅଛି। ଯୋଉ ମୋ ଚୁଡ଼ିର କଲେକ୍ସନ ଏସବୁ ମୁଁ ମୋ ଫେସ୍ ହିସାବରେ ୟୁଜ୍ କରୁଛି। କିଛି ଜିନିଷ ପାଇଁ ଆମେ ବହୁତ ଦିନ ୱେଟ୍ କରିଥାଉ, ଆଉ ଯେତେବେଳେ ସେଇ ଜିନିଷ ଆମ ଘରକୁ ଆସେ ଖୁସିଟା ଟିକେ ଅଲଗା ହେଇଥାଏ। ଆଜି ହେଉଛି ସେମିତି ଗୋଟେ ଦିନ, କାରଣ ବହୁତ ଦିନର ଅପେକ୍ଷା ପରେ ଆଜି ଫର୍ଣ୍ଣିଚର ସବୁ ଆମ ଘରକୁ ଆସିବ। ନମସ୍କାର, ସିମ୍ପଲି ଡେଜିର ଆଉ ଗୋଟେ ନୂଆ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ଲେଟ୍ ନ କରି ଚାଲନ୍ତୁ ଏବେ ଷ୍ଟାର୍ଟ କରିବା ଆଜିର ବ୍ଲଗ। ଏଠି ବ୍ରେକଫାଷ୍ଟ ପାଇଁ ମୁଁ କିଛି ଗାଜର ଆଉ ବିଟ୍କୁ ଗ୍ରେଟ୍ କରି ନେଇଛି, ଆଉ ସେଥିରେ କିଛି କଟା ପିଆଜ ଆଉ କଞ୍ଚା ଲଙ୍କା ବି ଆଡ୍ କରିଛି। ତାୱା ଗରମ ହେଇଗଲା ପରେ ମୁଁ ଚକୁଳି ବନେଇ ନେବି, ଆଉ ତା ଉପରେ ଏସବୁକୁ ଦେଇଦେବି। ଆକ୍ଚୁଆଲି ଏଇଟା ଗୋଟେ ସାଉଥ୍ ଇଣ୍ଡିଆନ୍ ଡିଶ୍, ଯୋଉଟାକି ଉତ୍ତପମ କୁହନ୍ତି। କିନ୍ତୁ ଉତ୍ତପମ ଟିକେ ମୋଟା ଥାଏ, ଆଉ ମୁଁ ଏଇଟା ପତଲା ପତଲା ବନଉଛି, ଖାଇବାକୁ ବି ଭଲ ଲାଗିବ, ଆଉ ଏଇଟା ହେଲ୍ଦି ବି। ଗୋଟେ ସାଇଡ୍ ଆମର ଭଲସେ ହେଇଗଲା ପରେ ତାକୁ ଓଲଟେଇକି ଆର ପଟଟା ବି ମୁଁ ଭଲସେ ସେକି ନେବି। ଆଉ ଏଇଟା ଏବେ ମୁଁ ନେଇକି ହଜବେଣ୍ଡକୁ ଦେଇଦେବି। ସେ ଖାଇସାରିଲା ପରେ ତାପରେ ମୁଁ ବନେଇକି ଖାଇବି। ଯାହା ପାଇଁ ଆମେ ଏତେ ଦିନ ଅପେକ୍ଷା କରିକି ଥିଲୁ, ଲିଟରାଲି ଦିନ ଗଣୁଥିଲୁ, ସେ ଅପେକ୍ଷାର ଅନ୍ତ ଘଟିଲା। ଫାଇନାଲି ଆମ ଫର୍ଣ୍ଣିଚର ଆଜି ଆମ ଘରକୁ ଆସୁଛି। ଆମେ ତ ମେ ଫାର୍ଷ୍ଟ ୱିକ୍ରୁ ହିଁ ଦେଇଥିଲୁ ଅର୍ଡ଼ର, ଆଉ ମଡ଼େଲ ବି ଦେଇଥିଲୁ ଯେ ଏମିତି ମଡ଼େଲ ଆମକୁ ବନେଇବାର ଅଛି ବୋଲି। ତ ସେମାନେ ବନେଇକି ଦେବା ପାଇଁ 3 ମାସ ଟାଇମ୍ ନେଇଗଲେ। ଫାର୍ଷ୍ଟ ତ ଆମେ ଯାଇକି ଆମର ପାଖରେ ଯେତିକି ସୋରୁମ୍ ଥିଲା ଯାଇକି ସେଠି ସବୁ ଫର୍ଣ୍ଣିଚର ଦେଖିକି ଆସିଲୁ। ପ୍ରାୟ ସବୁ ମଡ଼େଲ ଆମକୁ ପ୍ଲାଏର ହିଁ ମିଳୁଥିଲା, କାଠର ଯେଉଁ ସବୁ ବି ମିଳୁଥିଲା ସେଥିରେ ମାନେ ଏତେ ପ୍ରାଇସ୍ ଯେ ହାତ ମାରି ହେବନି। ତ ସେଥିପାଇଁ ଆମେ ଭାବିଲୁ କି ଆମେ ଯାଇକି ନିଜେ କାର୍ପେଣ୍ଟର ପାଖରେ ଯାଇକି ବନେଇଦେବୁ। ଆଉ ଆମେ ଡିଜାଇନ୍ ବି ଦେଖିକି ଦେଇଥିଲୁ ଯେ ଆମକୁ ଏମିତି ଏମିତି ଡିଜାଇନର ଅଛି, କି ସେମିତି ହିଁ ବନେଇକି ଦେଇଛନ୍ତି। ଆଉ ସେମାନେ ସବୁ ଜିନିଷ ଆଣିକି ଆସିଲା ପରେ ହିଁ ଆମେ ଜାଣିଲୁ କି ସବୁ ଜିନିଷ ଆମର ଏପର୍ଯ୍ୟନ୍ତ ଆସିନି। ଆହୁରି 4ଟା ଜିନିଷ ରହିଯାଇଛି। ଏମିତି ଠାକୁରଙ୍କର ଆସ୍ଥାନ ଯେଉଁଟା ଆମେ ବନେଇବା ପାଇଁ ଦେଇଥିଲୁ ମନ୍ଦିର, ଆଉ କିଛି କିଛି ଜିନିଷ ଯେମିତି ଡ୍ରେସିଂ ଟେବୁଲର ଷ୍ଟୁଲ୍ ବି ଆସିନି। ଏମିତି କିଛି 4ଟା ଜିନିଷ ରହିଯାଇଛି, ଆଉ ସେ ପରେ ଆଣିକି ଦେଇଦେବେ ବୋଲି କହିକି ଯାଇଛନ୍ତି। ଦେଖିବା କ'ଣ ହେଉଛି। ଜିନିଷ ତ ସବୁ ଆସୁଛି, ତା ଭିତରେ ଦେଖନ୍ତୁ ଇଏ ବି ପଳେଇ ଆସିଛି। ଭାଇ ପଡ଼ିଯିବ ସେ ଆଉ କ'ଣ ପଡ଼ିଯିବ ସେ ସେ ପଳେଇ ଆସିଛି, ସେ ଜାଣିପାରୁନି କୁଆଡ଼େ ଆସିଛି। କ'ଣ ଖାଇବୁ? ତାକୁ ବାହାରକୁ ଛାଡ଼ିବାକୁ ଆସିଛି, କିନ୍ତୁ ସେ ଯାଉନି। ମୋତେ ଲାଗୁଛି ମୋତେ ବି ଯିବାକୁ ପଡ଼ିବ। ଚାଲ ଚାଲ। ହଁ ଆରେ 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 ସବୁ ଜିନିଷ ତାଙ୍କୁ ରୁମ୍କୁ ଆଣିକି ଆସିବା ପାଇଁ ପାଖାପାଖି 1.5 ଘଣ୍ଟାରୁ 2 ଘଣ୍ଟା ଟାଇମ୍ ଲାଗିଗଲା। ଆଉ ସେମାନେ ବି ସବୁ ଇନଷ୍ଟଲ୍ କରିକି ହିଁ ଗଲେ। ଏଇ ଯେଉଁ ବେଡ଼୍ଟା ଦେଖୁଛନ୍ତି, ମୁଁ ଏଇଠି ସାଇଡ଼୍ରେ ଇମେଜ୍ ଆଡ଼୍ କରିଦେଉଛି। ଆମେ ଆକ୍ଚୁଆଲି ଏଇ ମଡ଼େଲ୍ ହିଁ ଦେଇଥିଲୁ କରିବା ପାଇଁ। ତାପରେ ଏଇଟା ଗୋଟେ ଟେବୁଲ୍ଟେ, ଯେଉଁଟାକି କମ୍ପ୍ୟୁଟର ଟେବୁଲ୍, ଆଉ କିବୋର୍ଡ଼ ପାଇଁ ବି ସେଠି ସ୍ପେସ୍ ଅଛି। ଆଉ ଏଇ ମଡ଼େଲ୍ଟା ଆମେ ସାଇଡ଼୍ରେ ଦେଖାହେଉଛି ଯେଉଁଟା, ଆମେ ଏଇଟା ହିଁ ଦେଇଥିଲୁ କରିବା ପାଇଁ। ଆଉ ଏଇଟା ହେଉଛି ଆଲେଣା, ଯେଉଁଟାକି ମୋତେ ବିଲକୁଲ ବି ଇଚ୍ଛା ନଥିଲା ଆଣିବା ପାଇଁ। ଆଉ ଏଇଟା ହେଉଛି ଗୋଟେ ସାଇଡ଼୍ ଟେବୁଲ୍, ବେଡ଼୍ ସାଇଡ଼୍ ଟେବୁଲ୍। କିନ୍ତୁ ଏଇଟା ପକାଇବା ପାଇଁ ସେପଟ ରୁମ୍ ପାଇଁ ଆସିଥିଲା, କିନ୍ତୁ ସେପଟ ରୁମ୍ରେ ଜାଗା ହିଁ ନାହିଁ ତାକୁ ପକାଇବା ପାଇଁ। ଦେଖିବା ତାକୁ ଘରେ କେଉଁଠି ସେଟ୍ କରିଦେବା। ଆଉ ଏଇଟା ହେଉଛି ଗୋଟେ ଇନଭର୍ଟର କ୍ୟାବିନେଟ୍। ଏଠି ଯେଉଁ ଇନଭର୍ଟର ସବୁ ଏମିତି ଖୋଲାରେ ପଡ଼ିଛି, ତ ତା ଭିତରେ ହିଁ ରହିବ। ଆଉ ଆମେ କେଉଁ ମଡ଼େଲଟା ଦେଇଥିଲୁ ସେଠି ବି ଏଇଠି ମୁଁ ଇମେଜ୍ ଆଡ଼୍ କରିଦେଉଛି, ଆପଣ ଦେଖିପାରିବେ। ଏଇସବୁ ମଡ଼େଲର ଯେଉଁ ଫଟୋ ସବୁ ଦେଖୁଛନ୍ତି, ଏସବୁ ଆମେ ଆମାଜନରୁ ହିଁ ଦେଇଥିଲୁ ତାଙ୍କୁ। ଆଉ ତାର ଲିଙ୍କ୍ ବି ମୋ ପାଖରେ ଅଛି, ମୁଁ ଡେସ୍କ୍ରିପସନ୍ରେ ଆଡ଼୍ କରିଦେବି। ଆପଣ ଯଦି ବି ଚାହିଁବେ ପରଚେସ୍ କରିପାରିବେ, ନା ତ ଦେଖି ବି ପାରିବେ ଏମିତି କେତେ ପ୍ରାଇସ୍ ରହୁଛି ସବୁ। ଆଉ ସେସବୁ ତ ସବୁ ପ୍ଲାଏର, ଆଉ ଆମେ ଏଇ ସବୁ କାଠର ହିଁ ବନେଇଛୁ। କେବଳ ଇନଭର୍ଟର କ୍ୟାବିନେଟ୍ ଆଉ ସେ ଟେବୁଲ୍ଟା ହିଁ ଆମେ ପ୍ଲାଏଉଡ଼ରେ ବନେଇଛୁ, ନହେଲେ ଆଉ ସବୁ ଜିନିଷ କାଠର। ଆଉ ଏପଟ ରୁମ୍ ପାଇଁ ଆମେ ଏଇ ମଡ଼େଲଟା ଦେଇଥିଲୁ ତାଙ୍କୁ ବନେଇବା ପାଇଁ। ଭଲ ବି ବନେଇଛନ୍ତି, କିନ୍ତୁ ଆସି ସାରିଲା ପରେ ଆମକୁ ଟିକେ ଖାଲି ଖାଲି ଲାଗୁଛି। ସେ ଯେଉଁ ତଳଟା ଫାଙ୍କା ଅଛି, ମୋତେ ଲାଗୁଛି କି ସେଇଠି କିଛି ଗୋଟେ ଡ୍ର ରଖିଦେଇଥିଲେ ଭଲ ହେଇଥାନ୍ତା। ଟିକେ ଏବେ ଜିନିଷ ନାହିଁ, ମେ ବି ଫାଙ୍କା ଲାଗୁଛି। ତାପରେ କିଛି ଷ୍ଟଫ୍ସ ଯାହା ବି ହେଲେ ରହିଯିବ, ବେଡ଼୍ ପାଖରେ ଯାହା ସବୁ ଥାଏ। ତ ଫୋନ୍ ଚାର୍ଜର ବଗେରା ରହିଗଲେ ଚଳିବ, ଠିକ୍ ଅଛି, କିନ୍ତୁ ମୋତେ ଟିକେ ଖାଲି ଖାଲି ଲାଗୁଛି। ଆଉ ଏଇ ଯେଉଁ ଡ୍ରେସିଂଟା ଦେଖୁଛନ୍ତି, ଏଇଟା ହେଉଛି ତାଙ୍କ ପାଖରେ ଗୋଟେ ଡିଜାଇନ୍ ଥିଲା, ତ ମୁଁ ସେଇଠୁ ହିଁ ଦେଖିକି ତାଙ୍କୁ କହିଥିଲି ନା ଏଇ ଡିଜାଇନ୍ଟା ଭଲ ଲାଗୁଛି, ତ ମୁଁ ବି ବନେଇବି। କିନ୍ତୁ କଲର୍ଟା ଅଲଗା ଥିଲା। ଆମେ ସବୁ ଜିନିଷ ଆମେ ନିଜେ କଲର୍ କହିଥିଲୁ କି ଏମିତି କରିବା ପାଇଁ।
କିନ୍ତୁ ଭିତରଟା ସେ ଯୋଉ ଦେଖୁଛନ୍ତି ଏଠି ସବୁ ସେ ପଲିସ କରିନାହାନ୍ତି। ଟିକେ ପଲିସ ହେଇଥିଲେ ଭଲ ଲାଗିଥାନ୍ତା ଅଧିକ। ତ ଆପଣଙ୍କୁ କେମିତି ଲାଗୁଛି ନିହାତି କହିବେ କମେଣ୍ଟ ମାଧ୍ୟମରେ। ତ ମତେ ତ ଠିକ ଠାକ ଲାଗୁଛି। ଆଉ ଡ୍ର ଗୁରା ବି ଟିକେ ମତେ ଲାଗୁନି କି ଠିକ ସେ ମେ ବି କାମ କଲା ପରେ ୟୁଜ କଲା ପରେ ସେ ଠିକ ହେଇଯିବ। କିନ୍ତୁ ଏବେ ଟିକେ ପ୍ରୋବ୍ଲେମ ଲାଗୁଛି। ନହେଲେ ପାଖାପାଖି ସବୁ ଜିନିଷ ଭଲ ଅଛି। ଭଲ ମାନେ ତିଆରି ତ ଭଲ ହେଇଛି। ଆଉ କାଠରେ ବି ଆମକୁ ଭଲ ପ୍ରାଇସ ରେ ମିଳିଗଲା ସବୁ ଜିନିଷ। ଆଉ ଏତେ ସବୁ ଭିତରେ ତ ଆମର ଲଞ୍ଚ ଟାଇମ ହେଇଯାଇଥିଲା। ଲଞ୍ଚ ମୁଁ ଆଉ ବେଶୀ କିଛି ବନେଇ ନଥିଲି। ଖାଲି ଭାତ ଡାଲି ବନେଇ ଦେଇଥିଲି। ଆଉ କାଲି ରାତିର କିଛି ରହିଯାଇଥିଲା ଚିକେନ। ତ ସେଇଟା ଆମର ହେଇଯିବ ଲଞ୍ଚ। ତ ଆଉ ଟାଇମ ହେଲାନି ମତେ କିଛି ବନେଇବା ପାଇଁ ସେପଟେ ଟିକେ ରହିଗଲି। ତ ସେତିକିରେ ଆଡଜଷ୍ଟ କରିଦବା ଆଜି। ସବୁ ସେଟଅପ୍ ହେଇଗଲା ପରେ ବେଡ ଫେଡ ସବୁ ପୋଛାପୋଛି ବି କରିଦେଇଥିଲୁ ବହୁତ ଧୂଳି ଥିଲା। ତାପରେ ଏଇଠି ଦେଖନ୍ତୁ ଏଇଟା ହଉଛି ଗୋଟେ ମାଟ୍ରିଶ ଟା ଆମେ ଅର୍ଡର କରିଥିଲୁ। ଏଇଟା ବି ଆମେ ଆମାଜନରୁୁ ଆଣିଥିଲୁ। ନାଇଁ ସରି ଆମାଜନରୁ ଆମେ ଦେଖିଥିଲୁ ବାକି ତାର ୱେବସାଇଟ କୁ ଯାଇକି କିଣିଥିଲୁ କାହିଁକିନା ଆମାଜନରେ ଆଉଟ୍ ଅଫ୍ ଷ୍ଟକ୍ ହେଇଯାଇଥିଲା। ଆଉ ଏଇଟା ହଉଛି ସେପସେନ୍ସ ଅର୍ଥୋପେଡିକ ମାଟ୍ରିକ୍ସ। ଆଉ ଏଥିରେ 10 ଇୟର ବି ୱାରେଣ୍ଟି ରହୁଛି। ଆଉ ବହୁତ ଭଲ ଏଇଟା ଯାହାର ଅଣ୍ଟା ପିଠି ବିନ୍ଧା ହଉଛି ଏଇଟା ବିଲକୁଲ ବି ଗଦିରେ ଶୋଇଲେ ପ୍ରାୟ ହୁଏ ନା କିନ୍ତୁ ଏଥିରେ କିଛି ବି ସେମିତି ପ୍ରୋବ୍ଲେମ ହବନି। ଆଉ ମାଟ୍ରିକ୍ସ ର ଫାବ୍ରିକ ବି ବହୁତ ଭଲ ଅଛି। ତ ୟାର ଲିଙ୍କ ବି ମୁଁ ଡେସକ୍ରିପସନରେ ଆଡ କରିଦେବି। ଆପଣ ଚାହିଁଲେ ସେଇଠୁ ଦେଖିପାରିବେ ପରଚେସ୍ ବି କରିପାରିବେ। ଆଉ ୟା ସହିତ ଗୋଟେ ଆମେ କଭର ବି ଅର୍ଡର କରିଥିଲୁ ଯୋଉଟା କି ଆସିନି ତାର ଲିଙ୍କ ବି ମୁଁ ଆଡ କରିଦେବି। ଗଦି ତ ପଡିଗଲା। ଏଇଟା ଗୋଟେ ବେଡସିଟ୍ ମୁଁ ମଗେଇଛି ଯୋଉଟା କି ମେସୋରୁ। ବେଡସିଟ୍ ସହ ଦିଟା ପିଲୋ କଭର ବି ଅଛି। ଏଇଟା ଏବେ ବେଡ ରେ ପକେଇଦବା ଦେଖିବା କେମିତି ଲାଗୁଛି। ଏଟା ପୁରା କଟନ ହିଁ ଅଛି। ଭଲ ଲାଗୁଛି। ୱାଓ ପୁରା ଚେନ୍ ଅଛି ଦେଖନ୍ତୁ। ମେନ୍ ହେଲା ୟାର ପ୍ରିଣ୍ଟ ହିଁ ସୁନ୍ଦର ଅଛି। ମତେ ତ ବହୁତ ଭଲ ଲାଗୁଛି କିନ୍ତୁ ଜଣା ନାହିଁ କେମିତି ମାନେ ତାର କପଡା ଧୋଇ ସାରିଲା ପରେ ପଡିବ କି ନାହିଁ। କିନ୍ତୁ ଏବେ ତ ପକେଇଲି ଯେତିକି ମତେ ବହୁତ ଭଲ ଲାଗୁଛି ସୁନ୍ଦର ବି ଦେଖା ଯାଉଛି ଆଉ ଭଲ ବି ଅଛି। ମତେ ତ ଏଇଟା ପ୍ରାଇସ୍ ୟାର 511 ପଡିଥିଲା ଏବେ ଜଣା ନାହିଁ କେତେ ଅଛି ମୁଁ ସ୍କ୍ରିନସଟ୍ ଏଇଠି ଆଡ୍ କରିଦେବି। ଆଉ ଡେସକ୍ରିପସନରେ ଲିଙ୍କ ବି ଆଡ୍ କରିଦେବି ଆପଣ ଚାହିଁଲେ ପରଚେସ୍ କରିପାରିବେ। ବିଲିଭ୍ ହିଁ ହଉନି ବେଡସିଟ୍ ଟା ମୁଁ ମେସୋରୁ ପରଚେସ୍ କରିଛି ବୋଲି ମାନେ ଏତେ ସୁନ୍ଦର ଲାଗୁଛି ପ୍ରିଣ୍ଟ ଆଉ ଖଟରେ ପଡି ସାରିଲା ପରେ ପୁରା ଲୁକ୍ ହିଁ ଚେଞ୍ଜ। ବହୁତ ବଢିଆ ଲାଗୁଛି ମୁଁ ପାଖରୁ ବି ଦେଖେଇ ଦଉଛି କପଡା ଆପଣ ଦେଖିକି ଜାଣିପାରୁଥିବେ। ଏଟା ପିଓର କଟନ ଅଛି ଆଉ ପ୍ରିଣ୍ଟ ବି ଦେଖନ୍ତୁ। କେତେ ସୁନ୍ଦର ଲାଗୁଛି ଖଟକୁ ମାନେ ମସ୍ତ ମ୍ୟାଚ୍ କରୁଛି। ଆକ୍ଚୁଆଲି ମୁଁ ମେରୁନ୍ କଲର ଏଇଥିପାଇଁ ଆଣିଛି ମୋର ଏଇ ଘରେ କଟନ ସବୁ ବି ମେରୁନ୍ କଲର ହିଁ ଅଛି ଦେଖନ୍ତୁ। ତ ସେଥିପାଇଁ ମୁଁ ମେରୁନ୍ ହିଁ ଆଣିଲି। ଆଉ ପିଲୋ କଭର ବି ସେମିତି ସେମ୍ ଡିଜାଇନ ହେଇଛି ମ୍ୟାଚିଂ ପିଲୋ କଭର। ଠିକ୍ ଅଛି ବେଡ୍ କାମ ତ ସରିଗଲା ଏବେ ମୋର ଡ୍ରେସିଂ ର କାମ। ୟାକୁ ମତେ ସବୁ ଜିନିଷ ଆରେଞ୍ଜ କରିକି ରଖିବାର ଅଛି। ତ ଚାଲନ୍ତୁ ସେ କାମରେ ଲାଗି ପଡିବା। ଏଇ ପୁରୁଣା ବେଡସିଟ୍ ଟା ଏଇଠି ପକେଇ ଦଉଛି ଆଉ ଉପରେ ମୋର ଯାହାବି ସାମାନ ସବୁ ଆଣିକି ଆଉ ଉପରେ ହିଁ ରଖିବି କାହିଁକି ନା ଦାଗ ଫାଗ ଲାଗି ଯାଇପାରେ। ତାପରେ ଏଠିକି ଆଣି ରଖି ସାରିଲା ପରେ ହିଁ ମୁଁ ଗୋଟେ ଗୋଟେ ଏଇଠି ଆରେଞ୍ଜ କରିବି। ଇଏ ଦେଖନ୍ତୁ ଇଏ ହଉଛି ମୋ ଚୁଡ଼ି ବକ୍ସ। ଆଉ ଆପଣମାନଙ୍କୁ ଗୋଟେ ଥର ମୋ ଚୁଡ଼ି ଦେଖେଇ ଦଉଛି ମୁଁ ଯେତେବେଳେ ମୋ ଚୁଡ଼ି ବକ୍ସ ମୋ ଆଖି ଆଗକୁ ଆସିବ ମାନେ ମୁଁ ତାକୁ ନ ଖୋଲିକି ରହିପାରିବିନି ତ ଆପଣମାନଙ୍କୁ ଗୋଟେ ଥର ଦେଖେଇ ଦଉଛି ଦେଖନ୍ତୁ। ଏ ସବୁ ମୋ ଚୁଡ଼ିର କଲେକ୍ସନ। ଏଥିରେ ବି ବହୁତ ସାରା ଚୁଡ଼ି ଅଛି। ଏଟା ମୁଁ ବହୁତ କମ ୟୁଜ କରେ ଏ ସବୁ। ଏଇଟା ମୋର ଗୋଟେ ଡର୍ମାକୋର ପାର୍ସଲ ଆସିଛି। ମୁଁ ଓପନ କରିନି ଆପଣମାନଙ୍କୁ ଦେଖଉଛି ମୁଁ କଣ ଅର୍ଡର କରିଥିଲି। ଲକଡାଉନ ପରଠୁ ମୋ ମୁହଁରେ ବହୁତ ପିମ୍ପଲ ଉଠୁଥିଲା। ଏତେ ପିମ୍ପଲ୍ସ ହଉଥିଲା ଯେ ମାନେ କେବଳ ଡର୍ମାକୋ ପ୍ରଡକ୍ଟରେ ହିଁ ମୋର ପିମ୍ପଲ୍ସ କମିଲା ବହୁତ ସାରା ପ୍ରଡକ୍ଟ ୟୁଜ କରିଛି ବାକି ଡର୍ମାକୋ ପ୍ରଡକ୍ଟରେ ହିଁ ମୋର ପିମ୍ପଲ୍ସ କମିଥିଲା। ଏଇଟା ମୁଁ ଗୋଟେ ସିରମଟେ ଅର୍ଡର କରିଛି।
ये 2% सैलिसिलिक रो फेस सीरम बाकी एटा अलगा कलर आସୁଥିଲା ଟିକେ मेरून टाइप रो एबे एटा पर्पल टाइप रो हे जाईची बहुत भल लागुचे रिसेंटली बाय वन गेट वन ऑफर थिला तो मु सेति पई मु ऑफर टाइम रे ही ऑर्डर करे जहाँ भी ऑर्डर करे केवल ऑफर टाइम रे ही ऑर्डर करे एटा गोटे फेस मास्क टे जोटा मु सब यूज करे प्राय एसबू मु मो फेस हिसाब से यूज करछि जदि आपन को भी पिंपल्स रो प्रॉब्लम हो आपन माने एसबू यूज करि परिबे ये बहुत भलो काम भी दिए 2% सैलिसिलिक एसिड फेस सिरप और एटा हो 2% सैलिसिलिक एसिड क्ले फेस मास्क ए दीटा बहुत काम भलो काम दिए आपन चाहिले यूज करि परिबे मो पाखरे डर्माकोर बहुत सारा प्रोडक्ट आपन को देखा जिवो एठी एटा भी गोटे सीरम एटा भी गोटे सीरम এইটা হচ্ছে লিপবাম আর এই লিপবামটা মতে বহুত লিপবাম ইউজ করছে মতে ডর্মাকোর লিপবাম হি বহুত পছন্দ এটা ଗୋଟେ লিপবাম ମୁଁ ଆପଣମାନଙ୍କୁ ଆଉ କେବେ ମୋର କଲେକ୍ସନ୍ ଦେଖେଇବି ସବୁ କ'ଣ ସବୁ ମୁଁ ୟୁଜ୍ କରୁଛି ବାସ୍ ଆକୁ ଏବେ ମୁଁ ରଖିଦିଏ ଯଥା ସ୍ଥାନରେ ନହେଲେ ବହୁତ ଲେଟ୍ ହେଇଯିବ ଫାଷ୍ଟ ତ ମୁଁ ସେପାରେଟ୍ କରିଦେବି କେଉଁ ମାନେ ସାମାନ ଗୋଟେ ଗୋଟେ କାଟାଗୋରୀ କରିଦେବି ଡେଲି ୟୁଜ୍ ସାମାନ ସ୍କିନ୍ କେୟାର ମେକଅପ୍ ସବୁ ଅଲଗା ଅଲଗା କାଟାଗୋରୀ କରି ରଖିଦେବି तापरे ही मु जो जहाँ रखिया कथा रखिबी देखो मो बाहर केते सारा बिंदी अछि सबु साइज रो मिल जिवो देखो ये टिके बहुत छोटो ताटू टिके बड़ो ताटू टिके बड़ो एला ताटू टिके बड़ो मते जेतल भी जोटा भलो लागुची म आपन मानु कान की देखुची एटा देखंतु एटा भी आई थिंक मु मेसो रु ही नेथिली जदि मोर लिंक थिबो मो पाखरे ताले म आपन मानु शेयर करबी एटा बहुत भलो होईची मु मोर फास्ट सावित्री रे एटा लगेथिली लागुची ना पूरा रियल लागुची सब जिनस प्राय जोटी जहाँ रहिबा कथा मु सब रखी देइची बास टिके डेकोर आइटम रखी कि ताको टिके लास्ट लुक दे दबा आपण माने तो देखि दिबे पूर्व ब्लॉग रे मु सब आपण माना साथे शेयर करथिली तो बस ए सब रे टिके डेकोर करे दबा एटा एटे भल लागुचे नाही कहिबे डी कंफ्यूज अछि जदि भल लागु नथबो तो हम ताको चेंज करि देबी एटी मोर बाकी जति डेली यूज सामान से सब रखी एटी किसी परफ्यूम कतटा रखी आउ ए भीतर सब अलग सब सामान सेमती अच्छी एमती किसी सब अच्छी ता भीतर तो बस ଏବେ ଟିକେ एक्चुअली लाइट कमी गलानी बाहर से एते क्लियर जाना पड़ुनी हटे देछि एठी रखिछि मतलब जे एबे एटा एठी ही परफेक्ट लाଗୁଛି यस पूर्वर आर लुक केमती थिला और एबे यार लुक केमती अछि आपण माननकू एमती मेकओवर भल लागिला कि नाही और प्रोडक्ट तो आपण माने मोर पूर्व ब्लॉग रे देखि दिबे मु सेठी डिस्क्रिप्शन में ऐड करछि सब प्रोडक्ट रो लिंक आ जति भी देखि नांती मु एई वीडियो रे भी ऐड करि देबी तो केमती लागिला निहाती कमेंट माध्यम रे जणैबे आ बेडशीट टा भी केमती लागिला निहाती कहिबे ताको सब मु हटै देबी फाइनली हम रूम टा बे कंप्लीटली रेडी आज ब्लॉग रे मो सहित एते समय रही थैंक यू सो मच आपण माननकू हमर नुआ रूम रो मेकओवर केमती लागिला निहाती कमेंट माध्यम रे जणैबे आ ब्लॉग टा जदी भल लागिथिबो ताले लाइक आ शेयर कर देबे आ चैनल रे जदी नुआ अछंती चैनल को सब्सक्राइब कर देबे आगो को आहुरी भलो भलो ब्लॉग आसीबो से पर्यंत बाय टेक केयर जय जगन्नाथ।